ଶିଖ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ସନତ ସାହୁ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସମ୍ବନ୍ଧରେ, ଅର୍ଥାତ୍ ଯେଉଁମାନେ +2 ବା ମେଟ୍ରିକ୍ ପାସ୍ ଆଉଟ୍ ହେଇଛନ୍ତି ଓ ସେମାନଙ୍କର ବୟସ 18 ବର୍ଷରୁ ଉର୍ଦ୍ଧ୍ୱ ଅଛି ଓ ସେମାନେ କୌଣସି ସରକାରୀ ଚାକିରି ଖୋଜୁଛନ୍ତି ବା ସରକାରୀ ଚାକିରିରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣମାନଙ୍କୁ ମୁଁ କହି ରଖିବା ପାଇଁ ଚାହେଁ ଆପଣମାନେ ନିଶ୍ଚିତ ଭାବରେ ଓଡ଼ିଶା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣମାନଙ୍କର ନାମ ପଞ୍ଜୀକରଣ କରିଦିଅନ୍ତୁ। ଯେଉଁମାନେ SC ST କ୍ୟାଟେଗୋରୀରେ ଅଛନ୍ତି ସେମାନେ ଷ୍ଟେଟ୍ ଯେଉଁ ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ SC ST ଡିପାର୍ଟମେଣ୍ଟର ଅଛି ସେଠି ଆପଣମାନେ କରିପାରିବେ। ଆଉ ଯେଉଁମାନେ OBC କିମ୍ବା SC BC କିମ୍ବା ଜେନେରାଲ କ୍ୟାଟେଗୋରୀରେ ଅଛନ୍ତି ସେମାନେ ଯେଉଁ ଡିଷ୍ଟ୍ରିକ୍ଟ ଲେଭେଲରେ ଅଛି ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସେଥିରେ ଆପଣମାନେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କରିବା ପାଇଁ ଆପଣମାନଙ୍କର ଫଟୋ, କାଷ୍ଟ ସାର୍ଟିଫିକେଟ୍, ଆଧାର କାର୍ଡ଼ ଆଉ ଆପଣଙ୍କର ଲାଷ୍ଟ କ୍ୱାଲିଫାଇଂ ଏକ୍ଜାମ ଯେତେ ବି ଆପଣମାନେ କ୍ୱାଲିଫିକେସନ୍ ଅଛି, ଆପଣମାନେ 10, +2, +3, PG PhD ଯାହା ବି ଅଛି ସବୁର ଡକୁମେଣ୍ଟ ଆପଣମାନଙ୍କୁ ସ୍କାନ୍ ଲାଗିବ। ଦେନ୍ ଏତିକି ଡକୁମେଣ୍ଟ ହେଲେ ଆପଣମାନେ ଓଡ଼ିଶା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରିପାରିବେ। ଏ ପଞ୍ଜୀକରଣ କରିବା ନିହାତି ଭାବରେ ବାଧ୍ୟତାମୂଳକ, କାହିଁକିନା ଆଗକୁ ଆସୁଛି ଓଡ଼ିଶା ପୁଲିସ। ତେଣୁକରି ଓଡ଼ିଶା ପୁଲିସର ରିକ୍ରୁଟମେଣ୍ଟ ପାଇବା ପାଇଁ ହେଲେ କିମ୍ବା ଯେକୌଣସି ରିକ୍ରୁଟମେଣ୍ଟରେ ଓଡ଼ିଶାରେ ଗୋଟେ ଗୋଟେ ରିକ୍ରୁଟମେଣ୍ଟରେ ମଗାଯାଇଥାଏ, ଯେମିତିକି ଆପଣମାନଙ୍କୁ ଓଡ଼ିଶା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ଆପଣମାନଙ୍କର ନାମ ପଞ୍ଜୀକରଣ ଥିବା ନିହାତି ଭାବରେ ବାଧ୍ୟତାମୂଳକ। ତେଣୁ ମୁଁ ଆପଣମାନଙ୍କୁ କହି ରଖିବା ପାଇଁ ଚାହେଁ ଆପଣମାନେ ଯେଉଁମାନେ ଗଭର୍ଣ୍ଣମେଣ୍ଟ ଏକ୍ସପିରିଏଣ୍ଟ ଜବ୍ ପାଇଁ ଏକ୍ସପିରିଏଣ୍ଟ ଅଛନ୍ତି ତ ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ଯେଉଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଶ୍ଚିତ ନାମକୁ ପଞ୍ଜୀକରଣ କରନ୍ତୁ। ଯେଉଁମାନେ କରିପାରୁନାହାନ୍ତି କ'ଣ କେମିତି କରିବେ ବୋଲି ଭାବୁଛନ୍ତି ମୋତେ କମେଣ୍ଟ ସେକ୍ସନରେ ଲେଖନ୍ତୁ। ନିହାତି ୟା ଉପରେ ଗୋଟେ ଭିଡ଼ିଓ କରିବା, ଫୁଲ୍ ଭିଡ଼ିଓ କରିବା କ'ଣ କେମିତି କରିବ। ରହୁଛି, ନମସ୍କାର, ଜୟ ଶ୍ରୀରାମ।